ଏସବୁ କଣ ହେଇଗଲା ମହାରାଣୀ? ସେ ପାପୀ ସେନାପତି ଆମ ରାଜାରାଣୀକୁ ମାଡ଼ ମାରି ମାରି ରାଜ୍ୟରୁ ତଡ଼ି ଦେଇଛି। ହେଲେ ଆମେ ରହିବା କେଉଁଠି, ଯିବା କୁଆଡ଼େ? ସ୍ୱାମୀ, ଯେ ଆମ ଭାଗ୍ୟରେ ଥିଲା ତା ତମେ ନିଶ୍ଚୟ ଭୋଗିବା ସ୍ୱାମୀ। ହେଲେ ସ୍ୱାମୀ, ମୋ ତଣ୍ଟିଟା ଶୁଖି ଯାଉଛି ସ୍ୱାମୀ। ମୁଁ ଆଗକୁ ବାଟ ଚାଲି ପାରିବିନି ସ୍ୱାମୀ। ମୁଁ ଆଗକୁ ବାଟ ଚାଲି ପାରିବିନି। ଆମେ ସ୍ୱାମୀ ସ୍ତ୍ରୀ ପାଣି ଟୋପାଏ ପିଇକି କେତେ ଦିନ ବଞ୍ଚିବା? ମୋତେ ତ ଚାରିଦିଗ ଅନ୍ଧାର ଦେଖାଯାଉଛି, କିଛି ବୁଦ୍ଧି ବାଟ ଦିଶୁନି। କେମିତି ବଞ୍ଚିବା ଆମେ? ସ୍ୱାମୀ, ଆମେ ସେଇ ଗ୍ରାମକୁ ଯାଇ ଭିକ ମାଗିକି ଖାଇବା ସ୍ୱାମୀ। ଏ କଣ କହୁଛ ପ୍ରଭୁଦିନି ତମେ? ଆମେ ରାଜାରାଣୀ ଏ ଗ୍ରାମ ସେ ଗ୍ରାମ ବୁଲି ଭିକ ମାଗିବା? ସ୍ୱାମୀ, ହେଲେ ରାଜ୍ୟର ଜନପ୍ରଜା ଆମକୁ କଣ କହିବେ ପ୍ରଭୁଦିନି? ଆଉ ସେତେବେଳେ ତମେ ଧୈର୍ଯ୍ୟ ଧରି ରହିପାରିବଟି? ସ୍ୱାମୀ, କାହିଁକି ଧୈର୍ଯ୍ୟ ଧରି ପାରିବିନି ସ୍ୱାମୀ? ଯେତେ କଷ୍ଟ ଆସୁ ପଛେ ମୁଁ ମୁଣ୍ଡ ପାତି ସହିଯିବି ସ୍ୱାମୀ। ହେଲେ କେବେ ମନ ଦୁଃଖ କରିବିନି ସ୍ୱାମୀ, କେବେ ମନ ଦୁଃଖ କରିବିନି। ହେ ମୋର ମାଉସୀ, ହେ ମୋର ଦୟାକାରୀ ବାବୁମାନେ, ଆମେ ସ୍ୱାମୀ ସ୍ତ୍ରୀ ଦିଟା ଭୋକ ବିକଳରେ ଆଉଟୁ ପାଉଟୁ ହଉଛୁ। ଖାଇବାକୁ କିଛି ବି ନାହିଁ ଆମ ପାଖରେ। ଆମକୁ କିଛି ଭିକ ଦାନ ଦିଅବା। ଭଗବାନ ଆପଣ ମାନଙ୍କ ମଙ୍ଗଳ କରିବେ। ଭିକ୍ଷା ମୁଠେ ଦିଆ ମାଗୋ କରୁଛି ଦାଇନି। କବି କାଳରେ পেটা কবি কালরে পেটা চালুছি জানানি মাগো করুছি দাইনি। মুখে দিও মা ভিকারি ভিকারুড়ি সাজি কলো তো ভরারে বিজয় লেখাই। ভিক্ষা মুঠে দিয়া মাগো করুছি গুহারি গো করুছি গুহারি।
সেই গ্রামକୁ যাই ମୁଁ ବି ତମ ସାଥେ ସାଥେ ଏକ ବାକି ଆଣିଛି ସ୍ୱାମୀ ହେ ଜନସଭା ଦେଖ ମୋତେ ଆଜି ମୁଁ କେମିତି ସବୁଦିନ ପାଇଁ ଭିକାରୀ ସାଜି ଯାଇଛି ପ୍ରଭୁଜୀ ତମେ ଏଇ ବଟ ବୃକ୍ଷ ତଳେ ବିଶ୍ରାମ କର ମୁଁ ଏଇ ପାଖ ଗ୍ରାମକୁ ଯାଇ ରୋଷେଇ ପାଇଁ କାଠ ସଂଗ୍ରହ କରି ଆସୁଛି ଠିକ ଅଛି ସ୍ୱାମୀ ମୁଁ ଶୀଘ୍ର ଶୀଘ୍ର ଫେରି ଆସିବି ଅପେକ୍ଷା କରି ରହିଛି ଶୀଘ୍ର ଫେରି ଆସିବେ ସ୍ୱାମୀ ହଉ हेलो समस्त माँ भूमि माने আহারে দৈব তুহি একই কষ্ট দেলো মানিক রাজাকু কাঠুরিয়া সজেইলো ধন্য মহাবাহো তুম ইচ্ছা পূরণ হেউ ধন্য মহাবাহো তুম ইচ্ছা পূরণ হেউ हेलो हेलो माँ भूमि माने केते चलीची आपण माने समस्त बसी पड़ंतु फाटिला कपाल मोर बुझिलाणी बेला अल्प समय पछरे हमर एई नाटक अटिछुरी तंटी काटे जानती सकाला गत चलानी हेरी हो धन्य धन्य बिही लुहर मु कपाल कुथिबी धन्य धन्य बिही लुहर मु कपाल कुथिबी गत चला के देखो मजा होची बसी पड़ंतु हे ठाकुरे मो राजा थिला समय रे କ୍ଷୀରିରେ ଗୁଆ ଘିଅ ମିଶାଇ ଆପଣଙ୍କୁ ଭୋକ ଲଗାଉଥିଲେ ଆଉ ସେଦିନ ମୋ ଦୁଇ ପୁଅଙ୍କୁ ଖାଇବାକୁ ଦେଇ ଆମେ ସ୍ୱାମୀ ସ୍ତ୍ରୀ ଭୋଜନ କରୁଥିଲୁ ହେଲେ ଆଜି ତମ ପାଖରେ ଭୋଗ ଲଗାଇବା ପାଇଁ ମୋ ପାଖରେ କିଛି ନାହିଁ ପ୍ରଭୁଦେବୀ ଭୋକରେ ପେଟଟା ଝଡ଼ି ଯାଉଛି ମୋତେ କିଛି ଖାଇବାକୁ ଦେଇଥାନ୍ତି ରୋଷେଇ ସରି ଯାଇଛି ସ୍ୱାମୀ ରୋଷେଇ ମୁଁ ସାରିଦେଇଛ ପାଣି ନେଇକି ଆସୁଛି ସ୍ୱାମୀ ହଁ ପ୍ରିୟ କେଉଁ ଜନ୍ମରେ ପାପ କରିଥିଲୁ ଆଜି ରାଜା ରାଣୀ ହେ ଦାଣ୍ଡ ସେ ଦାଣ୍ଡ ବୋଲି ଭିକ ମାଗିକି ଖାଉଛୁ ଏସବୁ ତୁମରି ଲୀଳା ଠାକୁରେ ସ୍ୱାମୀ ଏଇ ପାଣି ନିଅନ୍ତୁ ସ୍ୱାମୀ ଥାଉ ପ୍ରଭୁଜୀ ମୁଁ ଖାଇବିନି ଆଜି ମୋତେ ଭୋକ ନାହିଁ ମୋ ଦୁଇ ପୁଅଙ୍କ କଥା ବେଶୀ ମନେ ପଡ଼ିଯାଉଛି କୁଆଡ଼େ ଚାଲିଗଲେ ମୋ ଦୁଇ ପୁଅ ତାଙ୍କୁ ଟିକେ ମଧ୍ୟ ମୁଁ ଦେଖିପାରିଲିନି ପ୍ରଭୁଜୀ ସ୍ୱାମୀ ତୁମେ ନ ଖାଇଲେ ଆମେ କେମିତି ବଞ୍ଚିବା ସ୍ୱାମୀ ପ୍ରଭୁଜୀ ମୋ କଥା ମାନିକି ଖାଇ ନିଅନ୍ତୁ ସ୍ୱାମୀ ତମେ ଯେତେବେଳେ କହୁଛ ଖାଇବି ଦିଅ ନିଅନ୍ତୁ ସ୍ୱାମୀ ଦିଅ ପାଣି
ତମ ଦି ଜଣଙ୍କୁ ପୁରା ମୋ ରାଜ୍ୟ ଛାଡ଼ି ଚାଲିଯିବା ପାଇଁ କହିଥିଲି ପୁଣି ଥରେ ମୋରି ରାଜ୍ୟରେ ଅଛ ଚାଲ ଭାଇ ବାବୁ ଭୋକ ବିକଳକୁ ସହି ନ ପାରି ଆମେ ସ୍ୱାମୀ ସ୍ତ୍ରୀ ଏ ଗ୍ରାମ ସେ ଗ୍ରାମ ବୁଲି ଭିକ ମାଗିକି ଖାଉଛୁ। ଆବେ ଏ ହଉଛି ମୋରି ରାଜ୍ୟ ମୋରି ରାଜ୍ୟରେ ଭିକ ମାଗି ଖାଇବା ପାଇଁ ତମ ଦି ଜଣଙ୍କର କୌଣସି ସ୍ଥାନ ନାହିଁ କୌଣସି ସ୍ଥାନ ହେଲେ ଦୁଃଖୀ ଦରିଦ୍ର କେମିତି ବଞ୍ଚିବେ ବାବୁ ତମର ମୋ ରାଜ୍ୟରେ ପୁଣି ଦୁଃଖୀ ଦରିଦ୍ର ଭିକାରୁନି ମୋ ରାଜ୍ୟରେ ଦୁଃଖୀ ଦରିଦ୍ର କେହି ନାହାନ୍ତି ଭାଇ କେହି ନାହାନ୍ତି। ଆବେ ମନେ ପକାଇ ସେଇ ଅତୀତର ଘଟଣାଟା ସେଦିନ ରାଜ ସିଂହାସନରେ ବସିଥିଲୁ ଆଉ ରାଜ୍ୟର ଜନପ୍ରଜାଙ୍କ ଉପସ୍ଥିତିରେ ଯେଉଁ ନିଷ୍ପତ୍ତି ନେଇଥିଲୁ ତ ବଡ଼ ପୁଅ ଅକ୍ଷୟକୁ ରାଜା କରି ନିଷ୍କଣ୍ଟକ ଭାବରେ এই ମାଣିକଗଡ଼ ରାଜ୍ୟଟାକୁ ଉପଭୋଗ କରିବା ଅନ୍ତତଃ ଆମେ ବେନି ଭାଇକା କିଛି ଜାଣିପାରିବୁ ଭାଇ କିଛି ଜାଣିପାରିବନି। ଆରେ ଜକେ ଏ ଦି ଜଣଙ୍କ ପାଇଁ ଯେଉଁ ଶୁଭ ସମ୍ବାଦଟା ଅଛି ଯଥା ଶୀଘ୍ର ଜଣାଇ ଦେ ସେ ଶୁଭ ସମ୍ବାଦ ଆମ ପାଇଁ ପୁଣି ଶୁଭ ସମ୍ବାଦ ଅଛି ଶୁଭ ସମ୍ବାଦ ଅଛି କୁହ ବାବୁ ତୁମ ବଡ଼ ପୁଅ କେଉଁଠି ଅଛି? ତୁମ ବଡ଼ ପୁଅ ଅକ୍ଷୟକୁ ଆମେ ମାରି ଆମ ବଡ଼ ପୁଅ ଅକ୍ଷୟ ଏ ଦୁନିଆରେ ନାହିଁ କରି ସାରିଛି ସେ ମାରି ଦେଇଛ ଏ କ'ଣ କହୁଛ ତମେ? ଆମ ବଡ଼ ପୁଅ ଅକ୍ଷୟକୁ ତମେ ମାରି ଦେଇଛ? ମାରି ଦେଇଛୁ ଏ କ'ଣ ଦୋଷ କରିଥିଲା ମୋ ପୁଅ ବାବୁ? अरे दोस्त କରିନଥିଲା ସିଏ ଦୋଷ ତ କରିଛ ତମେ ଦି ଜଣ ଯେଉଁଦିନ ଆମ ଫେନି ଭାଇଟାକୁ ମାରି ରାଜ୍ୟରୁ ତଳି ଦେଇଥିଲ ସେଇଦିନ ହିଁ ମୁଁ ଶପଥ ନେଇଥିଲି ତ ଫେନି ପୁଅଟାକୁ ଜୀବନରୁ ମାରି ତମ ଦି ଜଣଙ୍କୁ ଦାଣ୍ଡର ଭିକାରୀ ସଜେଇ ଦେଇ କଲ୍ପଲ କରି ମାରିବା ପାଇଁ। ଆରେ ତ ବଡ଼ ପୁଅକୁ ମାରି ସାରିଛି ବଞ୍ଚିଛି କେବଳ ତୋ ସାନ ପୁଅ ଭୟଟା ଏମାନେ କହୁଛନ୍ତି ଆମ ବଡ଼ ପୁଅ ଅକ୍ଷୟ ବାବୁ ଏ ଦୁନିଆରେ ନାହିଁ। ସତରେ ତ ବଡ଼ ପୁଅ ଆଉ ଏ ଦୁନିଆରେ ନାହିଁ ଚାଖି ଆଗକୁ ଆଉ ଆମର ଅନେକ କାମ ବାକି ଅଛି ମୋ ପାଇଁ ଆଉ ଏ ମାଣିକଗଡ଼ ରାଜ୍ୟ ପାଇଁ ଗୋଟାଏ ପାଟରାଣୀ ଖୋଜିବାର ଅଛି। ହେଲେ ଚାଖି ଏ ଦି ଜଣକୁ ଆଉ ଏମିତି ଛାଡ଼ିବାନି ଏମିତି ଛାଡ଼ିଦେଲେ ଦି ଜଣ କୋଉ ରାଜ୍ୟରେ ଯାଇ ଭିକ୍ଷାବୃତ୍ତି କରି ଜୀବନ ଯାପନ କାଟିବେ। ସେଇଥିପାଇଁ ଦ୍ୱାପର ଯୁଗରେ ଯେମିତି କଂସ ମହାରାଜ ଦେବକୀ ଆଉ ବସୁଦେବଙ୍କୁ ବନ୍ଧନ କରି କାରାଗାର ମଧ୍ୟରେ ରଖିଥିଲେ ଠିକ୍ ସେମିତି ଏ ଦି ଜଣଙ୍କୁ ବନ୍ଧନ କରି କାରାଗାର ମଧ୍ୟକୁ ନେଇଯା ଆଉ ସେଇ କାରାଗାର ମଧ୍ୟରେ ଦେଖେ ଆଉ ସେଇ କାଲକଥରେ ମଧ୍ୟରେ ଦି ଜଣ ତାଙ୍କ ନିଜ ଲୁହରେ ନିଜେ ଲେଖିବେ ଗପ। ସେଦିନ ରାଜ ସିଂହାସନରେ ବସି ମୋତେ ଯେଉଁ ଅପମାନ ଦେଇଥିଲୁ ଆଜି ସେଇ ଅପମାନର ପ୍ରତିଶୋଧ ମୁଁ ପୂର୍ଣ୍ଣ କରିସାରିଛି। ପୂର୍ଣ୍ଣ
ପୂର୍ଣ୍ଣ କରିସାରିଛି। ଆରେ ନାଇଁ, ଏ ଯାଇବା ପ୍ରତିଶୋଧଟା ପୂର୍ଣ୍ଣ ହେଇପାରିଲାନି। ତା ବଡ଼ ପୁଅକୁ ସିନା ମାରି ସାରିଛି, ବଞ୍ଚିଛି ପରା ତା ସାନ ପୁଅ ଅଭୟଟା। ଆଜକୁ ଅନେକ ବର୍ଷ ହେଇଯାଇଛି, ସଲାଟା ଆଉ ମୋ ରାଜ୍ୟକୁ ଫେରିଲାନି। କୋଉଠି ଅଛି, କ'ଣ କରୁଛି, ଆସୁଛି କାହିଁକି? ଆରେ ତା ଆସିବା ବାଟକୁ ଆଉ ମୁଁ ଧୈର୍ଯ୍ୟ ଧରି ବସି ରହିବେନି। ଆସନ୍ତା କରି ଚାଲିଯିବେ ସେଇ ଶଳା ଅଭୟର ସନ୍ଧାନେ, ଅଭୟର ସନ୍ଧାନେ।